ଗ୍ରାମରେ ଯଦି ରାକେଶ୍ୱର କୋଉଠି କୋଉଟା ଆଚ୍ଛା ତମ ଦେହ ଭଲ ନାହିଁ ଯେ ଟାଇଫଏଡ୍ ବା ଆଚ୍ଛା ରାକେଶ କ'ଣ ଯାଉନ କି ସ୍କୁଲ ଦେହ ଖରାପ ସବୁବେଳେ ଆଜ୍ଞା ଆଚ୍ଛା ସ୍କୁଲ ପଢ଼େଇଲେ ସିନା ପିଲାମାନେ କିଛି ପାଠ ଜାଣିବେ। ବର୍ତ୍ତମାନ ତ ସରକାର ବହୁତ ପ୍ରକାର ସୁବିଧା କରିଦେଲା ପିଲାମାନଙ୍କ ପାଇଁ। ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଡ୍ରେସ୍ ଦେଲା, ଜୋତା ଦେଲା, ଟି ସାର୍ଟ, କ୍ୟାପ୍, ଆଇଡି କାର୍ଡ଼, ତାପରେ ମିଡ୍ ଡେ ମିଲ୍ ଖାଇବାକୁ ଦେଲା। ତାପରେ ଏଣିକି ପ୍ରତି ସପ୍ତାହରେ 3 ଦିନ ଅଣ୍ଡା 3 ଦିନ ମାଣ୍ଡିଆ ଲଡ଼ୁ ଦିଆ। ସ୍କଲାରସିପ୍ ଏଇଥର ଆମର ଗୋଟେ ପିଲା ପାଇଛି ସବୁ ନବଜ୍ୟୋତି ଆମର କାନାଡ଼ା ବ୍ୟାଙ୍କ ତରଫରୁ ସ୍କଲାରସିପ୍ ସବୁ ପାଇଛି। ଆପଣ ଅଷ୍ଟମ ନବମ ଦଶମ ପିଲାମାନେ ସେମାନେ ବି ବର୍ତ୍ତମାନ ମିଡ୍ ଡେ ମିଲ୍ ଖାଉଛନ୍ତି। ସେମାନଙ୍କ ପାଇଁ ବି ୟୁନିଫର୍ମ, ଜୋତା, ଟି ସାର୍ଟ, ଟ୍ରାକ୍ ସୁଟ୍ ସେମାନଙ୍କ ପାଇଁ। ଏଇଥର ଯେଉଁ ମୁଖ୍ୟମନ୍ତ୍ରୀ ଆମର ମୋହନ ମାଝୀ ହେଉଛନ୍ତି ସିଏ ଏଥର ନବମ ଶ୍ରେଣୀ ପିଲାଙ୍କୁ ଗୋଟେ ମାଧେସିଂ ସ୍କଲାରସିପ୍ ଦେଉଛନ୍ତି 5,000 ଟଙ୍କା। ST ପିଲାଙ୍କୁ 5,000 ଟଙ୍କା ଦେଉଛନ୍ତି। ଆପଣଙ୍କର SC ST ପିଲା ଯେଉଁମାନେ ଷଷ୍ଠ ସପ୍ତମ ଅଷ୍ଟମ ପଢ଼ୁଛନ୍ତି 500 ଟଙ୍କା ଲେଖା, ନବମ ଦଶମ ପିଲାମାନେ 4,000 ଟଙ୍କା ଲେଖା ପାଉଛନ୍ତି। ଏବଂ ନବମ ଶ୍ରେଣୀର ଯେଉଁମାନେ ପିଲା ସରକାର ତାଙ୍କୁ 3,500 ଟଙ୍କା ଦେଉଛି ସାଇକେଲ ପାଇଁ। ନବମ ପିଲାଙ୍କୁ 3,500 ଟଙ୍କା ସାଇକେଲ ପାଇଁ, 4,000 ଟଙ୍କା ଦେଉଛନ୍ତି ସ୍କଲାରସିପ୍। ଆଉ ଖାତା ବହି ବି ଆପଣମାନଙ୍କୁ ସବୁ ଦିଆହେଉଛି, ଖାତା ବହି ଦିଆହେଉଛି। SC ST ଛୁଆମାନଙ୍କୁ ଖାତା ଦିଆହେଉଛି, ବହି ଦିଆହେଉଛି। ଆଉ ଆମର ଅନ୍ୟ OBC ପିଲାମାନଙ୍କୁ ମଧ୍ୟ ବହି ପାଇଁ ପଇସା 250 ଟଙ୍କା ଦିଆହେଉଛି। ବହୁତ ପ୍ରକାର ସୁବିଧା ଦେଉଛି। ତେଣୁ ବର୍ତ୍ତମାନ ତ ଆପଣମାନଙ୍କୁ ବହୁତ ମନ ଖୁସିର ସହିତ ଆନନ୍ଦଦାୟକ ଶିକ୍ଷା ଦିଆହେଉଛି ସ୍କୁଲରେ। ଆପଣମାନେ ସବୁ ଆମ ସ୍କୁଲକୁ ସବୁ ଚାଲନ୍ତୁ, ତ ସ୍କୁଲ ଚାଲନ୍ତୁ, ସ୍କୁଲର ପରିବେଶ ଦେଖନ୍ତୁ, ସ୍କୁଲ କି ବଢ଼ିଆ ପରିବେଶରେ ସେମାନେ ସବୁ ପାଠ ପଢ଼ୁଛନ୍ତି। ମାନେ ମନ ଖୁସି ହେଇଯିବ, ଆପଣମାନଙ୍କର ବି ମନ ଖୁସି ହେଇଯିବ ଆମ ସ୍କୁଲ ବର୍ତ୍ତମାନ ଦେଖିଲେ ସରକାର ଯେଉଁ ପ୍ରକାର ବ୍ୟବସ୍ଥା ସବୁ କରିଛନ୍ତି। ତେଣୁ କୌଣସି ଅସୁବିଧା ନାହିଁ ପିଲାମାନଙ୍କର। ଯଦି କିଛି ଅସୁବିଧା ଆପଣମାନେ ଆମମାନଙ୍କୁ କହିବେ, ତେଣୁ ଆପଣମାନେ ଆମମାନଙ୍କୁ କହିଲେ ଆମେ ପିଲାମାନଙ୍କର ସୁବିଧା କରିବୁ। ଆପଣଙ୍କର ଗୋଟେ ଇନ୍ସୁରାନ୍ସ ଅଛି, ଯଦି ପିଲାମାନଙ୍କର କିଛି ହେଇଯାଏ ସରକାର ଇନ୍ସୁରାନ୍ସ ବି ଦେଉଛି। ତେଣୁ ବିଭିନ୍ନ ପ୍ରକାର ସୁବିଧା ସବୁ ଅଛି। ସୁବିଧା କାହିଁକି ଆପଣ ହାତ ଛଡ଼ା କରୁଛନ୍ତି? ସରକାରଙ୍କର ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କ ସଂଖ୍ୟା ସ୍କୁଲରେ ବଢ଼ିବା ପାଇଁ। ସରକାର କହୁଛି ସମସ୍ତେ ଶିକ୍ଷିତ ହୁଅନ୍ତୁ, ତେଣୁ ସମସ୍ତେ ଯାଆନ୍ତୁ। ଆପଣ ମିନିମମ୍ +2 ଯାଏ, ସରକାର ବର୍ତ୍ତମାନ କହୁଛି ସମସ୍ତେ +2 ଯାଏ ପଢ଼ନ୍ତୁ। ବର୍ତ୍ତମାନ ମାଗଣା ଶିକ୍ଷା ସେଟା ଗୋଟେ ପ୍ରକାର ହେଇଗଲା। ଆପଣମାନେ ତ କିଛି ଛୁଆମାନଙ୍କୁ ପଇସା ଦେଉନଥିବେ, ତେଣୁ ସବୁ ପ୍ରକାର ସୁବିଧା ଦେବା ସତ୍ତ୍ୱେ ଆପଣମାନେ କାହିଁକି ପିଲାଙ୍କୁ ପଠାଉନାହାନ୍ତି? ତେଣୁ ମୋର ଅନୁରୋଧ ସରକାର ତରଫରୁ ମୁଁ ବି ଅନୁରୋଧ କରୁଛି ଯେ ଆପଣମାନେ ପିଲାମାନଙ୍କୁ ଟିକେ ବେଶୀ ସଂଖ୍ୟାରେ ପଠାନ୍ତୁ। ଏବଂ ଦିନେ ଦିନେ ଯାଉଛନ୍ତି ଆଉ 5 ଦିନ ଯାଉନାହାନ୍ତି। କ'ଣ ପାଇଁ ଯାଉନାହାନ୍ତି? ଯଦି ଦେହ ଖରାପ ହେଇଛି ଆମକୁ ଫୋନ୍ କରିକି ଜଣାନ୍ତୁ ଯେ ଆମ ଛୁଆଟାର ଦେହ ଖରାପ ହେଇଛି, ଆମେ ଯାଇପାରୁନି। ଯଦି ଦେହ ଖରାପ ହେଇନି ଖାଲିଟାରେ ତାକୁ ସ୍କୁଲରେ ରଖନ୍ତୁ ନା, ଯେମିତି ତାକୁ ବୁଝେଇ ସୁଝେଇ ନିଜେ ନେଇକି ସ୍କୁଲରେ ଛାଡ଼ିକି ଆସନ୍ତୁ। ତାଙ୍କ କ୍ଲାସ୍ ଟିଚରକୁ କୁହନ୍ତୁ, ମୋତେ କୁହନ୍ତୁ, ଆମେ ସବୁ ପ୍ରକାର ସୁବିଧା ଏମିତି ନା ନାହିଁ। ସବୁ ପ୍ରକାର ସୁବିଧା ଦେଲା, ମିଡ୍ ଡେ ମିଲ୍ ସୁବିଧା ଦେଲା, ଡ୍ରେସ୍ ଦେଲା, ବହି ଦେଲା। ଆପଣ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ମାଗଣାରେ ବହି ଦେଲା, ନବମ ଦଶମ SC ST ଛୁଆଙ୍କୁ ମାଗଣାରେ ବହି ଦେଲା। ତେଣୁ ସବୁ ପ୍ରକାର ସୁବିଧା ଅଛି। ତେଣୁ ଆପଣମାନେ ପିଲାଙ୍କୁ ପଠାଇକି ସ୍କୁଲର ଉପସ୍ଥାନ ସଂଖ୍ୟା, ପିଲାଙ୍କର ସଂଖ୍ୟା, ଏନରୋଲମେଣ୍ଟ ସଂଖ୍ୟା ଟିକେ ବଢ଼ାଇବାରେ ସାହାଯ୍ୟ କରନ୍ତୁ। ଆଜ୍ଞା ସବୁବେଳେ ମାସକୁ ମାସ ଦିଆହେବ, ତା ପାଇଁ କ'ଣ ସ୍କୁଲ ତରଫରୁ କିଛି ସୁବିଧା ଅଛି? ନା ନା, ସେ ଆପଣଙ୍କର କାର୍ଡ଼ ନେଇକି ଯେଉଁ ନୂଆ କାର୍ଡ଼ ଗୋଟେ ଆଜ୍ଞା ସେ କାର୍ଡ଼ଟା ତାର ଆସିନି। ଆସିନି? ଯାଇଛି ରେସନ କାର୍ଡ଼ରେ ତା ନାଁ ଥିଲା, ଯାଇଛି ସ୍ୱାସ୍ଥ୍ୟ ପାଇଁ ସ୍କୁଲ ତରଫରୁ କିଛି ବାଇଚାନ୍ସ କ'ଣ ଗୋଟେ ଆକ୍ସିଡେଣ୍ଟ ହେଇଗଲା, କ'ଣ ହେଇଗଲା, ସେଥିପାଇଁ ଆମର ଗୋଟେ ଅଛି। ଏମିତି ସାଧାରଣ ଦେହ ଖରାପ ପାଇଁ ଆମର ନାହିଁ। ତେଣୁ ଆପଣ ସେଇ ଯେଉଁ କାର୍ଡ଼ ସରକାରର ବିଭିନ୍ନ ଯୋଜନାର ଯେଉଁ କାର୍ଡ଼ ସବୁ ସେ କାର୍ଡ଼ କରୁନାହାନ୍ତି, କାର୍ଡ଼କୁ ନେଇକି ମେଡ଼ିକାଲରେ ଦେଖନ୍ତୁ ସବୁ ଆପଣଙ୍କ ସୁବିଧା। ହଁ, ସରକାର ସବୁର ସୁବିଧା, ସ୍ୱାସ୍ଥ୍ୟ ପାଇଁ ତ ସୁବିଧା ଦେଉଛି ନା ଆପଣମାନଙ୍କୁ।
ତାର କ'ଣ ଅସୁବିଧା ଅଛି କୁହ ମୁଁ ତ ଯାଉନି 2 ବର୍ଷ ହେଲାଣି ଆପଣମାନେ ମଝିରେ ମଝିରେ ସ୍କୁଲକୁ ଯାଉନାହାନ୍ତି ଆମେ ତ ଆପଣ ହ୍ୱାଟ୍ସଆପ ଗ୍ରୁପରେ ଆମେ ତ ଛାଡୁଛୁ ଯେ ସମସ୍ତେ ଯାଆନ୍ତୁ ଛୁଆମାନଙ୍କୁ ସବୁ ଯାଆନ୍ତୁ ଯାହା ଯାହା ଅସୁବିଧା ଅଛି କହନ୍ତୁ ଆପଣମାନେ ଗଲେ ସିନା ଆମ ମନଟା ଟିକେ ଖୁସି ହବ ଯାହା ଗାର୍ଡିଆନ ଆସୁଛନ୍ତି ଆମେ ମା ମାନଙ୍କ ମଧ୍ୟରେ ଗୋଟେ କମ୍ପିଟିସନ ମଝିରେ ମଝିରେ କରୁଛୁ ଆଉ ମା ମାନଙ୍କର ଗୋଟେ କମ୍ପିଟିସନ କରୁଛୁ କମ୍ପିଟିସନ ଯାଉନାହାନ୍ତି କମ୍ପିଟିସନ ଆଣିଲେ ଯେତେବେଳେ ଗେଷ୍ଟ ମାନଙ୍କୁ ଯୋଉ ପ୍ରାଇଜ ଆଣିବେ ମନଟା ଖୁସି ହବ ନା ନାହିଁ ଛାଡ଼ିବେନି କୁହନ୍ତୁ ହଁ ଏଥର ସ୍କୁଲକୁ ଛୁଆଙ୍କୁ ଛାଡ଼ିବେ ନା ନାହିଁ ଏଥର ମୁଁ ସବୁ ଛୁଆଙ୍କୁ ମୁଁ ଘରେ ଥିଲେ ବି ସବୁ ଛୁଆଙ୍କୁ ପଠେଇବି ଝାଡ଼ା ଜ୍ୱର ଠିକ୍ ଅଛି ଯେଉଁ ପିଲାମାନେ ଯାଉଛନ୍ତି ଆଉ ଯେଉଁମାନେ ନ ଯାଉଛନ୍ତି ଯେଉଁମାନେ ନ ଯାଉଛନ୍ତି ଏଇଠି ଆପଣଙ୍କ ଏରିଆରେ ବହୁତ ଛୁଆ ଅଛନ୍ତି ନ ଯାଉଛନ୍ତି ସେମାନଙ୍କୁ ଟିକେ ହଁ ସେମାନଙ୍କୁ ଟିକେ ତାଙ୍କ ଗାର୍ଡିଆନ ମାନଙ୍କୁ ଆମେ ଯାଇକି ଦେଖା ବି କରିଥିଲୁ ସାର୍ ବି ଆସିଲେ ଘର ପାଖକୁ ସାର୍ ତ ବହୁତ ଟାଇମ୍ ଆସୁଛନ୍ତି ତମେ ଦେଖିଥିବ ତମ ଗାଁକୁ ବି ଯେଉଁ ବହୁତ ଟାଇମ୍ ସାର୍ ଆସୁଛନ୍ତି ତେଣୁ ଯେଉଁମାନେ ଯାଉନାହାନ୍ତି ତମ ନିଜ ପିଲା ହଉ ତମ ପାଖ ପଡ଼ୋଶୀ ପିଲା ହଉ ତାଙ୍କୁ ଟିକେ ଏନକରେଜ କରିକି ତାଙ୍କୁ ସ୍କୁଲ ପଠେଇବା ବ୍ୟବସ୍ଥା କରନ୍ତୁ ସବୁ ଛୁଆ ଘର ଘରକା ବୁଲେଇକି ପଠେଇ ଆଉ କେତେ ଝାଡ଼ା ଫାଡ଼ା ହଉଛନ୍ତି ବୋଲି